ଆଜ୍ଞା ପରିଚୟରୁ ଯିବା ଆଉ ଆଜି ଶ୍ରୀମନ୍ଦିରର ଯେଉଁ ମୂଳଦୁଆ ପଡ଼ିଛି କ'ଣ କହିବେ ଯେ ଅବସ୍ଥା? ଜୟ ଜଗନ୍ନାଥ। ମୁଁ ପ୍ରମୋଦ କୁମାର ସ୍ୱାଇଁ, ପ୍ରଯୋଜକ ଅପେରା ଶ୍ରୀମନ୍ଦିର। କ'ଣ ପଚାରୁଥିଲେ? ଆଜିଠାରୁ ତ ଆପଣଙ୍କର ଶ୍ରୀମନ୍ଦିରର ଯେଉଁ ଆଜି ଆମର ଅପେରା ଶ୍ରୀମନ୍ଦିରର ଇନାଗୁରେସନ୍ ହେଲା। ଆଜି ଏଠି ପ୍ରଥମ ରଜନୀ ଯାତ୍ରା କରିବ ଏଠି ବାଲି ଗୁଆଳି ପୁରୀରେ। କ'ଣ ରହିବ ଆଗକୁ ସବୁ ଷ୍ଟେପ୍ କେମିତି ଆଗକୁ ବଢ଼େଇବେ? ଚିରାଚରିତ ଧାରା ଯେଉଁ ଚାଲିଛି ସେ ଶୁଣନ୍ତୁ, ଆମେ ତ ଏଇଟା ତ ମୋର ମାନେ ଫୋର୍ଥ ଅପେରା ପାର୍ଟି। ଏଇଟା ଆଗରୁ ମୋର ସୂର୍ଯ୍ୟ ମନ୍ଦିର, ସ୍ୱପ୍ନମହଲ, ଗୌରୀ ନାଇଟ୍ ଅଛି। ଆମ ପାଇଁ ଆଜି ୟୁଜୁଆଲ କିଛି ଅସୁବିଧା ନାହିଁ। ଏ ନୂଆ ଅନୁଷ୍ଠାନ ହେଇଛି। ଆଶା କରୁଛି ଏ ବି ଯେମିତି ପୂର୍ବରୁ ଦର୍ଶକମାନେ ଆମକୁ ଭଲ ପାଇବା ଦେଇଛନ୍ତି ସୂର୍ଯ୍ୟ ମନ୍ଦିର, ସ୍ୱପ୍ନମହଲକୁ, ସେଇଭଳି ଦର୍ଶକମାନେ ଏଠି ଭଲ ପାଇବା ନିଶ୍ଚିତ ଭାବରେ ଦେବେ। ଏବଂ ଆମେ ଶ୍ରୀମନ୍ଦିର ନିଶ୍ଚିତ ଏକ ନୂତନ ଅନୁଷ୍ଠାନ ଭାବରେ ଆଗକୁ ଉଭା ହେବ ମୋର ବିଶ୍ୱାସ। ନାମକରଣରେ ଗୋଟେ ସୁନ୍ଦର ରଖିଲେ ଆପଣ, ସେଭଳି ଭାବରେ ଗତାନୁଗତିକ ଧାରାଠାରୁ ଭିନ୍ନ କିଛି କରିବାକୁ ଅଛି? ଦେଖନ୍ତୁ, ଆମେ ଶ୍ରୀମନ୍ଦିର ଆମର ମେନ୍ ଏମ୍ ରହିବ ଆମର ଶ୍ରୀ ଜଗନ୍ନାଥଙ୍କ ଉପରେ ନିହାତି ଆମର ବାଣୀ ପ୍ରଚାର କରିବୁ ଏବଂ ଆମ ଅନୁଷ୍ଠାନକୁ ଏକ ଶୁଦ୍ଧ ଏବଂ ଭଲ ପରିବେଶରେ ଆମେ ଯାତ୍ରା କରିବୁ ବୋଲି ଚିନ୍ତା କରିଛୁ। ଆଜ୍ଞା, ଆଜିକାଲି ଯୁବ ସମାଜ ମୋବାଇଲରେ ବ୍ୟସ୍ତ ଥିଲାବେଳେ ନାଟକ କେମିତି ଗ୍ରହଣ କରିବେ, ତାପରେ କ'ଣ କରିବେ? ତା ପାଇଁ ସେଇଭଳି ଆମେ ନାଟକ କରିଛୁ ଯାହା ଆଜିକାଲି ଯୁବକ ସମାଜ ଏବଂ ଅନ୍ୟମାନଙ୍କ ପ୍ରତି ଆଦୃତ ହେବ ବୋଲି ଆମେ ଆଶା କରିଛୁ। ନିଶ୍ଚିତ ଭାବେ ଆଦୃତ ହେବ।